ନମସ୍କାର ବନ୍ଧୁଗଣ ମହାଭାରତର ଯୁଦ୍ଧ 18 ଦିନ ଧରି ଚାଲିଥିଲା। କିନ୍ତୁ 17 ଦିନ ଏମିତି କ'ଣ ଘଟିଥିଲା ସେହି ଯୋଦ୍ଧା ଦୁଇଜଣଙ୍କ ମଧ୍ୟରେ? ଯେଉଁ ଯୋଦ୍ଧା ସାରା ଜୀବନ ଅନ୍ୟାୟ ସହିଲେ, ଯେଉଁ ବୀରଙ୍କୁ ଜନ୍ମ ଦେଇ ମା ତ୍ୟାଗ କଲେ, ଯେଉଁ ଯୋଦ୍ଧା ଜାଣିଥିଲେ ମୃତ୍ୟୁ ନିଶ୍ଚିନ୍ତ ତଥାପି ଯୁଦ୍ଧକୁ ଓହ୍ଲାଇଲେ, ସେହି ବୀର କର୍ଣ୍ଣଙ୍କ ଶେଷ ଦିନ ମହାଭାରତର ସବୁଠାରୁ ଭୟଙ୍କର ଦିନ ଥିଲା। ଆଜି ଏହି ଭିଡ଼ିଓରେ ଆମେ ଦେଖିବା କର୍ଣ୍ଣଙ୍କ ମୃତ୍ୟୁ କେବଳ ଏକ ହତ୍ୟା ନୁହେଁ, ଏହା ଧର୍ମ, ଶାପ, ବଞ୍ଚନା ଓ ଭାଗ୍ୟର ଏକ ଭୟଙ୍କର ନ୍ୟାୟ। ନମସ୍କାର ଭକ୍ତବନ୍ଧୁ, ଆପଣ ଦେଖୁଛନ୍ତି ଯେଉଁଠି ଆମେ ଶୁଣୁ ମହାଭାରତର ସେହି କଥା, ଯାହା ପୁସ୍ତକରେ ନୁହେଁ ହୃଦୟରେ ଲେଖା। ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ, କାରଣ ଆଜିର କଥା ଆପଣମାନଙ୍କୁ ଆଖିକୁ ଭିଜାଇ ଦେବ। କୁରୁକ୍ଷେତ୍ର ଯୁଦ୍ଧର 16 ଦିନ ସମାପ୍ତ। ଭୀଷ୍ମ ପତିତ, ଦ୍ରୋଣ ମୃତ୍ୟୁ, ଦୁର୍ଯ୍ୟୋଧନଙ୍କ ସେନା ଭାଙ୍ଗି ଯାଉଛି। କୌରବମାନଙ୍କ ପାଖରେ ଆଉ ଗୋଟିଏ ଆଶା, କେବଳ କର୍ଣ୍ଣ। ଦୁର୍ଯ୍ୟୋଧନ କହିଲେ, କର୍ଣ୍ଣ, ଆଜି ଯୁଦ୍ଧ ନୁହେଁ, ଆଜି ଆମର ଶେଷ ଆଶା। କର୍ଣ୍ଣ ହସିଲେ। ସେହି ହସରେ ଭୟ ନଥିଲା, ଥିଲା ମୃତ୍ୟୁର ସ୍ୱୀକୃତି। କର୍ଣ୍ଣ ଜାଣିଥିଲେ ଆଜି ସେ ମରିବେ। ରାତିରେ କୁନ୍ତି ଆସିଥିଲେ, ମା ହୋଇ କହିଲେ, ତୁ ମୋର ପୁଅ, ପାଣ୍ଡବମାନେ ତୋ ଭାଇ। କର୍ଣ୍ଣ ନୀରବ ରହିଲେ। ତାପରେ କହିଲେ, ମା, ଆପଣ ଆଜି ମୋତେ ଚାହିଁଲେ, କିନ୍ତୁ ସାରା ଜୀବନ ମୋତେ ତ୍ୟାଗ କରିଥିଲେ। ସେ ଜାଣିଥିଲେ ଧର୍ମ ତାଙ୍କ ପକ୍ଷରେ ନୁହେଁ, କିନ୍ତୁ ବଚନ ତାଙ୍କ ଶ୍ୱାସ। 17ତମ ଦିନ ସୂର୍ଯ୍ୟ ଉଠିଲା। ସକାଳ ହେଲା। ସୂର୍ଯ୍ୟ ଉଠିଲେ ଯେପରି କର୍ଣ୍ଣଙ୍କ ଜନ୍ମ ସାକ୍ଷୀ। କର୍ଣ୍ଣ ନିଜ କବଚ କୁଣ୍ଡଳ ବିହୀନ, କିନ୍ତୁ ମନୋବଳ ସହିତ ରଥରେ ଚଢ଼ିଲେ। ଅନ୍ୟପଟେ କୃଷ୍ଣ ଅର୍ଜୁନଙ୍କୁ କହିଲେ, ଆଜି କୌଣସି ଭାବୁକତା ନୁହେଁ, ଆଜି ଯୁଦ୍ଧ ଶେଷ କରିବାକୁ ହେବ। ଓ ଭୟଙ୍କର ଆରମ୍ଭ ହେଲା। ଯୁଦ୍ଧ ଆରମ୍ଭ ହେଲା। ଅର୍ଜୁନ ଏବଂ କର୍ଣ୍ଣ। ଆକାଶ ଡାକିଗଲା ତୀରରେ। ଭୂମି କମ୍ପିଲା ରଥର ଗର୍ଜନରେ। କର୍ଣ୍ଣଙ୍କ ତୀର ପାହାଡ଼ ଭାଙ୍ଗୁଥିଲା। ଅର୍ଜୁନଙ୍କ ଗାଣ୍ଡୀବ ବିଜୁଳି ପରି ଚମକୁଥିଲା। ଦେବତାମାନେ ମଧ୍ୟ ନୀରବ ହୋଇ ଦେଖୁଥିଲେ, କାରଣ ସେହିଦିନ ଦେବତାମାନେ ମଧ୍ୟ ଆସିଥିଲେ ଯୁଦ୍ଧ ଦେଖିବା ପାଇଁ। ଏଠାରେ ଆସିଲା ସାପର ଖେଳ। କର୍ଣ୍ଣ ଭୁଲିଗଲେ ବ୍ରାହ୍ମଣଙ୍କ ଶାପ। ସେହି ମୁହୂର୍ତ୍ତରେ ତାଙ୍କ ରଥର ଚକ ଭୂମିରେ ଧସିଗଲା। କର୍ଣ୍ଣ ଚେଷ୍ଟା କଲେ, କିନ୍ତୁ ଭାଗ୍ୟ ଚୁପ୍ ରହିଲା। ରଥର ଚକ ଭୂମିରେ ଧସିଗଲା। ରଥରୁ ଅସ୍ତ୍ର ଖସିଗଲା ଏବଂ ସେହି ମୁହୂର୍ତ୍ତରେ ଭାଗ୍ୟ କର୍ଣ୍ଣଙ୍କ ପକ୍ଷ ଛାଡ଼ିଦେଲା। କର୍ଣ୍ଣ ରଥରୁ ଝୁଲି ପଡ଼ିଲେ। ଦୁଇ ହାତରେ ଚକ ଉଠାଇବାକୁ ଚେଷ୍ଟା କଲେ। ସେ କହିଲେ, ଅର୍ଜୁନ, ଏକ ମୁହୂର୍ତ୍ତ ରୁହ। କ୍ଷତ୍ରିୟ ଧର୍ମ ଅନୁସାରେ ନିରସ୍ତ୍ରକୁ ହତ୍ୟା କରାଯାଏ ନାହିଁ। ସମଗ୍ର ଯୁଦ୍ଧ ଭୂମି ନୀରବ। ଦେବତାମାନେ ମଧ୍ୟ ନିଶ୍ୱାସ ଧରି ଦେଖୁଥିଲେ। କୃଷ୍ଣଙ୍କ ଭୟଙ୍କର ସ୍ମରଣ। କୃଷ୍ଣଙ୍କ ସ୍ୱର ଗମ୍ଭୀର, ଅର୍ଜୁନ, ଦ୍ରୌପଦୀଙ୍କ ବସ୍ତ୍ରହରଣ ବେଳେ ଯେଉଁ ଧର୍ମ ଥିଲା, ଅଭିମନ୍ୟୁକୁ 7 ଜଣ ମିଶି ହତ୍ୟା କଲାବେଳେ ଯେଉଁ କ୍ଷତ୍ରିୟ ନୀତି ଥିଲା, ଆଜି ଯଦି କର୍ଣ୍ଣ ବଞ୍ଚିଯାଏ, ଯୁଦ୍ଧ ଆଉ ଭୟଙ୍କର ହେବ। ଏହା ଯୁଦ୍ଧ ନୁହେଁ, ଏହା ଧର୍ମର ଶେଷ ନିଷ୍ପତ୍ତି। କର୍ଣ୍ଣଙ୍କ ଆଖିରେ ଶେଷ ଆଶା। କର୍ଣ୍ଣ କୃଷ୍ଣଙ୍କୁ ଦେଖିଲେ। ସେ ବୁଝିଗଲେ ଆଜି ମୃତ୍ୟୁ ନିଶ୍ଚିତ। ତଥାପି ସେ କହିଲେ, କୃଷ୍ଣ, ମୁଁ ଜାଣିଥିଲି ତୁମେ ଧର୍ମର ପକ୍ଷରେ, କିନ୍ତୁ ଆଜି ମୋତେ ମାରିବା ପୂର୍ବରୁ ଗୋଟିଏ କଥା କୁହ, ମୁଁ କି ଭୁଲ ଥିଲି? କୃଷ୍ଣ କହିଲେ, ନା କର୍ଣ୍ଣ, ତୁ ଭୁଲ ନୁହେଁ, ତୋ ଭାଗ୍ୟ ଭୁଲ ଥିଲା। ଅର୍ଜୁନଙ୍କ ହାତ ସେତେବେଳେ ଭୟରେ କମ୍ପୁଥିଲା। ଅର୍ଜୁନଙ୍କ ଆଖି ଭିଜିଗଲା। ସେ ଚାହୁଁନଥିଲେ, କିନ୍ତୁ କୃଷ୍ଣ କହିଲେ, ଏହା ତୋର ବ୍ୟକ୍ତିଗତ ଯୁଦ୍ଧ ନୁହେଁ, ଏହା ଯୁଗର ଯୁଦ୍ଧ। ଅର୍ଜୁନ ଗାଣ୍ଡୀବ ଉଠାଇଲେ, ପଶୁପତାସ୍ତ୍ର ସାଜିଲେ। ସେ ତୀର କର୍ଣ୍ଣଙ୍କ ପତନ କଲେ ଏବଂ ତୀର ଛୁଟିଲା, ଆକାଶ ଫାଟିଗଲା। ସେହି ତୀର କର୍ଣ୍ଣଙ୍କ ବକ୍ଷ ଭେଦ କଲା। କର୍ଣ୍ଣ ଭୂମିରେ ପଡ଼ିଗଲେ। ସୂର୍ଯ୍ୟଦେବ ମୁହଁ ଘୁଞ୍ଚାଇ ନେଲେ। ମୃତ୍ୟୁ ପୂର୍ବରୁ ଶେଷ ଦାନ। ରକ୍ତରେ ଭିଜିଥିବା ଶରୀର। ତଥାପି କର୍ଣ୍ଣ କହିଲେ, ମୋର କିଛି ଦାନ ବାକି ଅଛି। ଇନ୍ଦ୍ର ବ୍ରାହ୍ମଣ ରୂପେ ଆସିଲେ। କର୍ଣ୍ଣ ହସିଲେ। ଦାନ ପାଇଁ ନିଜ ଦାନ୍ତ ଭାଙ୍ଗିଦେଲେ। ମୃତ୍ୟୁରେ ମଧ୍ୟ ଦାନବୀର ସାଜିଲେ। ସତ୍ୟ ପ୍ରକାଶ। ପାଣ୍ଡବମାନେ ଭାଙ୍ଗି ପଡ଼ିଲେ। କୁନ୍ତି ଚିତ୍କାର କଲେ, ମୋ ପୁଅ। ଯୁଧିଷ୍ଠିର ଭାଙ୍ଗି ପଡ଼ିଲେ। ଅର୍ଜୁନ ଧନୁଷ ଛାଡ଼ିଦେଲେ। ସେତେବେଳେ ତାଙ୍କ ସାମ୍ନାକୁ ସତ୍ୟ ପ୍ରକାଶ ପାଇଲା। ଶତ୍ରୁ ନୁହେଁ, କର୍ଣ୍ଣ ଆମର ଭାଇ ଥିଲେ। ସେତେବେଳେ ଜାଣିପାରିଲେ
ପାଣ୍ଡବମାନେ। କର୍ଣ୍ଣ ମରିଗଲେ, କିନ୍ତୁ କୁରୁକ୍ଷେତ୍ରର ମାଟି ଆଜି ବି କହେ ସେ ଯୋଦ୍ଧା ହାରି ନଥିଲେ, ସେ ଭାଗ୍ୟରେ ହାରିଥିଲେ। ଯୁଦ୍ଧଭୂମିର ନୀରବତା। କର୍ଣ୍ଣ ପଡ଼ିଥିଲେ। ରକ୍ତରେ ଭିଜିଥିବା ଶରୀର। ପକ୍ଷୀ ଉଡ଼ିବା ବନ୍ଦ କରିଦେଲେ। ପବନ ମଧ୍ୟ ନିଶ୍ୱାସ ଧରିନେଲା। ଅର୍ଜୁନ ନୀରବ, ଗାଣ୍ଡିବ ଭୂମିରେ ପଡ଼ିଛି। ସେ ଜାଣିଥିଲେ ଆଜି ଶତ୍ରୁ ନୁହେଁ, ଭାଇକୁ ମୁଁ ମାରିଦେଇଛି। ସବୁଠାରୁ ଭୟଙ୍କର ଦୃଶ୍ୟ, କୁନ୍ତୀ ଦୌଡ଼ି ଆସିଲେ। ମା ଭାବେ, ରାଣୀ ଭାବରେ ନୁହେଁ। ସେ କହିଲେ, ହେ ସୂର୍ଯ୍ୟପୁତ୍ର, ମୋର ପାପ ମୋତେ ମାରିଦେଲା। ପାଣ୍ଡବମାନେ ସ୍ତବ୍ଧ। ଯୁଧିଷ୍ଠିର କହିଲେ, ମା, ଏତେ ଦିନ ଆମକୁ କାହିଁକି କହିଲେନି? କୁନ୍ତୀ କାନ୍ଦି କହିଲେ, ମୁଁ ମା ଥିଲି, କିନ୍ତୁ ଧର୍ମରେ ଦୁର୍ବଳ ଥିଲି। କୃଷ୍ଣଙ୍କ ଗଭୀର ସତ୍ୟବାଣୀ। ସମସ୍ତେ କୃଷ୍ଣଙ୍କୁ ଦେଖିଲେ। କୃଷ୍ଣ କହିଲେ, କର୍ଣ୍ଣ ଯଦି ପାଣ୍ଡବ ହୋଇଥାନ୍ତା, ଏହି ଯୁଦ୍ଧ କେବେ ହୋଇନଥାନ୍ତା। କିନ୍ତୁ ଯେଉଁଠି ଧର୍ମ ଓ ବଚନ ମୁହାଁମୁହିଁ, ସେଠି କର୍ଣ୍ଣ ସବୁବେଳେ ବଚନକୁ ବାଛିଥିଲେ। ଦୁର୍ଯ୍ୟୋଧନ ଭାଙ୍ଗି ଯାଇଥିବା ରାଜା ଦୁର୍ଯ୍ୟୋଧନ ଶୁଣିଲେ କର୍ଣ୍ଣ ମରିଗଲେ। ସେ ଭୂମିରେ ବସି ପଡ଼ିଲେ। ଆଜି ମୋର ମିତ୍ର ମରିଲା ନାହିଁ, ମୋର ଆତ୍ମା ମରିଗଲା। କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ପାଇଁ ଯୋଦ୍ଧା ନୁହେଁ, ଭାଇ ଥିଲେ। କର୍ଣ୍ଣଙ୍କ ଶବଦାହ ସୂର୍ଯ୍ୟର ଶେଷ ଆଲୋକ। ସୂର୍ଯ୍ୟ ଅସ୍ତ ହେଲା। ଅଗ୍ନି ଜଳିଲା କର୍ଣ୍ଣଙ୍କ ଶରୀର ସହିତ। ଆକାଶରୁ ଫୁଲ ବର୍ଷିଲା। ଦେବତାମାନେ କହିଲେ, ଏହା ସାଧାରଣ ଯୋଦ୍ଧା ନୁହେଁ, ଏହା ଦାନବୀର କର୍ଣ୍ଣ। କର୍ଣ୍ଣଙ୍କ ଜୀବନ ଆମକୁ କ'ଣ ଶିଖାଏ? ଜନ୍ମ ନୁହେଁ, କର୍ମ ମହାନ କରେ। ବଚନ ପାଳନ ମଣିଷକୁ ମହାନ କରେ, କିନ୍ତୁ ଯନ୍ତ୍ରଣା ମଧ୍ୟ ଦେଇପାରେ। ସବୁବେଳେ ଭଲ ଲୋକ ଜିତନ୍ତି ନାହିଁ, କିନ୍ତୁ ଇତିହାସରେ ସେମାନେ ଅମର ହୁଅନ୍ତି। ଭାଗ୍ୟ ସହିତ ଯୁଦ୍ଧ କରି ହାରିଲେ ମଧ୍ୟ ମୁଣ୍ଡ ଉଚ୍ଚ ରଖି ମରିବାକୁ କର୍ଣ୍ଣ ଆମକୁ ଶିଖାଇ ଦେଇଗଲେ। ଆପଣମାନଙ୍କୁ ଯଦି ଲାଗିଲା କର୍ଣ୍ଣ ଅନ୍ୟାୟରେ ଶିକାର ହୋଇଥିଲେ, ତେବେ କମେଣ୍ଟରେ ଲେଖନ୍ତୁ, ଦାନବୀର କର୍ଣ୍ଣ ଅମର। ଭିଡ଼ିଓଟିକୁ ଲାଇକ୍, ସେୟାର କରନ୍ତୁ ଏବଂ ଏହିଭଳି ମହାଭାରତ କଥା ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଜୟ ଜଗନ୍ନାଥ।